ଖିଲମରା ହେଇଥିବା ଏଇ ବାଉଁଶ କାଠି ସାହାଯ୍ୟରେ କେମିତି ଆମ୍ବ ରସ କାଢ଼ି ଆମ୍ବସଡ଼ା କରିବାକୁ ହୁଏ ମୁଁ ଆପଣମାନଙ୍କୁ ଦେଖେଇଥିଲି। ସେଦିନ କହିଥିଲି ଆମ୍ବସଡ଼ା ଗୋଟିଏ ଦିନର କାମ ନୁହେଁ। ଦେଖନ୍ତୁ ପ୍ରଥମ ଦିନର ଆମ୍ବସଡ଼ାଟା କେମିତି ଛାଡ଼ି ଛାଡ଼ିକି ପାଣି ଅଂଶ ଶୁଖିଗଲା ପରେ କେତେ ପତଳା ହେଇକି ଥାଳିରେ ଲାଗିଥିଲା। ଆପଣଙ୍କୁ ସବୁଦିନ ରସ କାଢ଼ିବାକୁ ପଡ଼ିବ। ହେଇଠି ପରା ଦେଖୁନାହାନ୍ତି ମୁଁ କେମିତି ରସ କାଢ଼ିକି ଢାଳୁଛି। ଏଇଟା ଦ୍ୱିତୀୟ ଦିନର କଥା। ସବୁଦିନ ରସ କାଢ଼ିବେ ଆଉ ଟାଇଁ ଟାଇଁ ଖରାରେ ଶୁଖେଇବେ। ଯଦି ଦେଖିଲେ ଏଇଟା ପରଦିନ ଯଦି ହେଲା ମେଘୁଆ ତାହେଲେ ପୁରା ରସ ଢାଳିବା ବନ୍ଦ କରିଦେବେ। ଯେହେତୁ ଏଇଟା କେବଳ ରସରେ ପ୍ରସ୍ତୁତ ହେଇଥାଏ ଟାଣ ଖରାରେ ନ ବାଜିଲେ ଖୁବ ଶୀଘ୍ର ନଷ୍ଟ ହୋଇଯାଏ। ଭର ଭର ହେଇକି ଗୋଟେ ଗନ୍ଧ ବାହାରେ। ଆଉ ତାପରେ ବି ଯଦି ବର୍ଷା ହେଲା ବା ପୁଣି ଟାଣ ଖରା ନ ପାଇଲା ସେଥିରେ ପୋକ ବି ହେଇଯାଏ। ତେଣୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରିକି ଆମ୍ବସଡ଼ା କରିବେ। ସବୁଠୁ ମୋତେ ବଡ଼ କଥା ମୁଁ ଭାବେ ଯେଉଁ ବର୍ଷ ଆମ୍ବସଡ଼ା କରିବାକୁ ଯୋଗ ନଥିବ ଆପଣ ଜମା ଆମ୍ବସଡ଼ା କରିପାରିବେନି। ବର୍ଷା ଯଦି ଲାଗେ ଲାଗେ ହେଇଗଲା କ'ଣ କରିବେ କହୁନାହାନ୍ତି। ମୋର ଏଇ ଅଧଗାଣ୍ଠି ଖଣ୍ଡକରେ ମୁଁ ମୋର ସବୁ ଜିନିଷ ଶୁଖେଇଥାଏ। ଏଇଟା ଗୋଟେ ମଜା କଥା ମୋର ମନେ ପଡ଼ିଗଲା ବୋଲି ଏ ଭିଡ଼ିଓଟା ଯୋଡ଼ିଦେଲି। ମୋ ସାନ ଭାଉଜ ଇଏ ତା ଝିଅ ଆଉ ବୋହୂ ଆଉ ତାଙ୍କ ଭାଇଙ୍କ ଝିଅ ସବୁ ଆମ ଘରକୁ ବୁଲି ଆସିଥିଲେ। ଖରାବେଳେ ଖାଇ ପିଇକି ମଜା କଲୁ। ବାହାରିଲା ବେଳକୁ ଏଇ ଅଧାଗାଣ୍ଠି ଉପରେ ତ ଆମ୍ବସଡ଼ା ଥାଳିଆଟା ଥୁଆ ହେଇଥିଲା। ଏଇ ଯୋଉ ବର୍ଷା ମୋ ଝିଆରୀ ଆଉ ମୋ ଝିଅ ଗୁଲୁରୀ ଏମାନେ ସାଙ୍ଗ ହେଇକି ଲୁଚେଇ ଲୁଚେଇ ବହୁତ ଆମ୍ବସଡ଼ା ଖାଆନ୍ତି। କେଉଁଝରରେ ତ ବହୁତ ଆମ୍ବସଡ଼ା ମିଳେ ନା। ଲୁଚେଇକିରି ଖାଆନ୍ତି ଝାଡ଼ା ହେଇକି ଧରା ପଡ଼ନ୍ତି। ମୁଁ ଭାବୁଥିଲି ବଡ଼ ବଡ଼ ହେଇଗଲେଣି ତାଙ୍କର ଆଉ ଏ ପ୍ରବୃତ୍ତି ନଥିବ। ଯେମିତି ଆମ୍ବସଡ଼ା ଥାଳିଟାକୁ ବର୍ଷା ଦେଖିଲା ସିଏ ଆଗ ସେଥିରୁ ଆମ୍ପୁଡ଼ିବା ଆରମ୍ଭ କରିଦେଲା। ତା ପଛକୁ ଗୁଲୁରୀ ଥିଲା। ତାର ବି ପିଲାଦିନ କଥା ମନେ ପଡ଼ିଗଲା। ଏଇ ଝିଅ ଆଉ ବୋହୂ ଟିକେ ଟିକେ ଲାଜ କରୁଥିଲେ। ମୁଁ କହିଲି ଆରେ ଚାଖମ ଭଲ ଲାଗୁଛି ଯେ ତମେ ବି ଆମ୍ପୁଡ଼ିକିରି ଖାଅ। ସେକୁ ତ ଆମ୍ପୁଡ଼ିକିରି ଖାଇ ଦେଇଥିଲେ। ଆର ଥାଳିଟାରେ ମୁଁ ପୁଣି ଢାଳି ଢାଳି ଆମ୍ବସଡ଼ା କରିଥିଲି। ହେଲେ ତାକୁ ଉଠେଇକି କ'ଣ କଲି ଆପଣମାନଙ୍କୁ ଦେଖେଇବାକୁ ଆଉ ସୁଯୋଗ ପାଇନଥିଲି। ଗୁଡ଼ାଏ ଦିନ ହେଲାଣି ତା ଉପରେ ବି ଧୂଳି ଫୁଳି ପଡ଼ିଯିବ। ଆଜି ଗାଧେଇ ପାଧେଇ ଆସି ବୋଉକୁ କହିଲି ସେ 2 ଥାଳି ଯାକ ଆମ୍ବସଡ଼ା ଦେଲୁ ତା କାମ ମୁଁ ଆଜି ସାରିବି। ଏଇଠି ଦେଖନ୍ତୁ ଢାଳିଲା ବେଳେ ମୁଁ ତେଲ ମାରିଥିଲି ଆପଣମାନଙ୍କର ମନେ ଥିବ। ଚାରିପଟ ଛୁରୀରେ କରିକି ପୁଣି ପିଠାପାତିଆ ପୂରେଇକି ତାକୁ ମୁଁ ଓଲଟେଇ ଦେଲି। ପ୍ରକୃତରେ ଆମର ଏଇ ଆମ୍ବସଡ଼ା କେଉଁଝରରେ ଖଜୁରୀ ପଟିଆରେ କରାଯାଏ। ତା ଦ୍ୱାରା କ'ଣ ହୁଏ ଆମ୍ବର ପାଣି ଅଂଶଟା ପୁରା ବାହାରିଯାଏ। ଭାରି ଟାଣ ଲାଗେ। ଏଇଟା କାହିଁ ଟିକେ ନତପତିଆ ହେଇଥିଲା। ଥାଳିରେ କଲି ତ ଆଗରୁ ମୁଁ ଗୋଟେ ଛୋଟ ଖଜୁରୀ ପଟି ରଖିଥିଲି। ଏ ବର୍ଷ କେଉଁଝର ଗଲେ ଗୋଟେ ଛୋଟ ପଟି ଆଣିଥିବି ଆଉ ବଞ୍ଚିଥିବି ଯଦି ଆର ବର୍ଷକୁ ସେଇ ଛୋଟ ଖଜୁରୀ ପଟିରେ ଆମ୍ବସଡ଼ା କରି ଆପଣମାନଙ୍କୁ ଦେଖେଇବି। ସେ ଖଜୁରୀର ବାଣୀ ଗୁଡ଼ାକ ଆମ୍ବସଡ଼ା ଦେହରେ ଉଠି ଯାଇଥାଏ। ଭାରି ବଢ଼ିଆ ଦେଖାଯାଏ। ସେ ଆମ୍ବସଡ଼ା ଆପଣମାନେ ଯିଏ କେଉଁଝରର ହେଇଥିବେ ବା ଯଦି କେଉଁଝର ଯାଇକି କିଣିଥିବେ କାହିଁକିନା ହାଟ ଫାଟରେ ଏଇନା ରଥଯାତ୍ରା ଯାଏ ପ୍ରଚୁର ଆମ୍ବସଡ଼ା ମିଳେ। କିଲୋ ଦରରେ ବିକ୍ରି ହୁଏ। ବାଣୀ ବାଣୀ ହେଇ ବିକ୍ରି ହୁଏ। ଆପଣମାନେ ମୋ କଥାର ସତ୍ୟ ସତ୍ୟ ଅନୁଭବ କରିବେ। ମୁଁ ତରବର ହେଇ ହାତରେ କି ଛୁରୀରେ ତେଲ ନ ମାରି ଆସି ଆମ୍ବସଡ଼ାକୁ କାଟୁଥିଲି। ଭଲରେ ଲାଗିଲାନି। ବୋହୂକୁ ଡାକିଲି ସେ ଟିକେ ତେଲ ଆଣିଦେଲା। ଏଥିରେ ସବୁବେଳେ ସୋରିଷ ତେଲ ହିଁ ବ୍ୟବହାର କରିବେ। ୟାକୁ କାହିଁ ଗୁଡ଼େଇଲି କି ସେତେ ମୋଟା ନୁହଁ ତ ନହେଲେ ମୋଟା ଆମ୍ବସଡ଼ା ହେଇଥିଲେ ଗୁଡ଼େଇବା ବି ଦରକାର ନାହିଁ। ଆପଣ ସିଧାସଳଖ ପିସ୍ ପିସ୍ କରି କାଟିବେ। ଆଉ ଏଇ ଯୋଉ ଆମ୍ବସଡ଼ା ତକ ବଳେଇକି ରଖିଥିଲେ ମୋ ଝିଅ ଝିଆରୀ ତାକୁ କ'ଣ ଆଉ ଫୋପାଡ଼ି ଦେବି। ମୋରି ଛୁଆ ତ ଖାଇଛନ୍ତି। ତାକୁ ବି ଆଣିକି ଏମିତି ରାମ୍ପୁଡ଼ିକିରି ଏକାଠି କରିଦେଲି। ଏକାଠି କରି ଆଗରୁ କରି ରଖିଥିବା ଜିରାକୁ ସାମାନ୍ୟ ଉଷୁମ କରି ଗୁଣ୍ଡ କରିଥିଲି। ଲଙ୍କାକୁ ବି ଟିକେ ଉଷୁମ କରି ଗୁଣ୍ଡ କରିଥିଲି। ପ୍ରାୟ ବି ତ ଆମ ଘରମାନଙ୍କରେ ଜିରା ଲଙ୍କା ଗୁଣ୍ଡ ଥାଏ। ଡାଲମାରେ ନିହାତି ପଡ଼େ ନା। ସେ ବୋହୂକୁ କହିଲି ସେ ଲଙ୍କା ଗୁଣ୍ଡ ଆଉ ଜିରା ଗୁଣ୍ଡ ଆଣିଦେଲା। ଟିକେ ସୋରିଷ ତେଲ ଆଣିଦେଲା। ହେଇଠି ଦେଖନ୍ତୁ ସୋରିଷ ତେଲ ଦେହରେ ଜିରା ଲଙ୍କା ଗୁଣ୍ଡକୁ ଗୋଳେଇ ଦେଲି। ଏଥିରେ ଲୁଣ ବି ଟିକେ ଆପଣ ପକେଇ ପାରିବେ ଯଦି ଆପଣଙ୍କୁ ଭଲ ଲାଗୁଥିବ। ଏଇଟା ମିଠାଳିଆ ଜିନିଷଟା ତ ଲୁଣ ମୁଁ ପକେଇଲିନି। ଆମ ଘରେ ତ ସମସ୍ତେ ମିଠା ପ୍ରିୟ। ଟିକେ ରାଗ ଆଉ ଇଏ ନଦେଲେ ଜିରା ଗୁଣ୍ଡ ଆଉ ସୋରିଷ ତେଲ ନଦେଲେ ସେଟା ବେଶୀ ଦିନ ରହିବନି। ସେଇଥିପାଇଁ କେବଳ ମୁଁ ଏ ପ୍ରୋସେସଟା କରୁଛି। ଆଉ ସାଙ୍ଗେ ସାଙ୍ଗେ ବି ଆପଣ ନେଇକି ଖାଲିରେ ଖାଇପାରିବେ। ଆପଣମାନେ ତ ଦେଖି ସାରିଲେଣି ପିଲାମାନେ କେମିତି ଖାଉଥିଲେ। ସ୍ୱାଦିଷ୍ଟ ନ ହେଇଥିଲେ କ'ଣ ଏମିତି ଖାଇଥାନ୍ତେ। କିନ୍ତୁ ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଆଉ ସୋରିଷ ତେଲ ଦେଲେ ସେଇଟା ଅଧିକ ଦିନ ରହିବ। ଯଦି ଆପଣ ଚାଖିକି ଦେଖିବେ ଯଦି ଇଚ୍ଛା ହେବ ଲୁଣ ବି ପକେଇବେ। ଦେଖନ୍ତୁ ଆପଣ ଶେଷ ବେଳକୁ ବି ମୁଁ ଟିକେ ଲୁଣ ପକେଇକି ଗୋଳେଇଲି। ସେ ଯୋଉ ଅଳ୍ପ ଆମ୍ବସଡ଼ା ଥିଲା ତାକୁ ଲୁଣ ପକେଇ ଗୋଳେଇକି ଆଉ ଗୋଟେ ଡବାରେ ରଖିଲି। ମୋ ବୋହୂ ବି ଆପଣ ଦେଖିବେ ଲୁଣ ପକେଇଲା ପରେ ଟିକେ ମାଗିକି ଚାଖିଲା। କହିଲା ବି ଭଲ ଲାଗୁଛି ବୋଲି। ଯେତେ ତେଲ ମସଲା ଦେଲେ ବି ମଝିରେ ଯେତେବେଳେ ସୁଯୋଗ ପାଇବେ ଆପଣ ତାକୁ ଟିକେ ଖରାରେ ଥୋଇଦେବେ। ଖରାରେ ବାରମ୍ବାର ଦେଲେ ଆଉ ନଷ୍ଟ ହେବାର ଭୟ ନଥାଏ।
ଆମ୍ବସଡ଼ା ଅନ୍ୟ ଯେକୌଣସି ଆଚାର ଅପେକ୍ଷା ବହୁତ ଶୀଘ୍ର ନଷ୍ଟ ହୋଇଯାଏ। ସେଥିପାଇଁ ଆପଣ ଯତ୍ନବାନ ହେବେ। କିମ୍ବା ଯଦି ଆପଣ ଫ୍ରିଜରେ ରଖିଦେବେ ଭଲ, ହେଲେ ସବୁବେଳେ ତାକୁ ଫ୍ରିଜରେ କାଢ଼ିକି ସାଙ୍ଗେ ସାଙ୍ଗେ ଆପଣ ଖାଇପାରିବେନି, କାହିଁକିନା ଫ୍ରିଜରେ ରହିଗଲେ ସେଟା ଟାଣ ହେଇଯାଏ ଆଉ ପ୍ରକୃତ ସ୍ୱାଦକୁ ଫେରିବା ପାଇଁ ଟିକେ ସମୟ ଲାଗେ। ବାହାରେ ରଖିଲେ ଟିକେ ଯତ୍ନବାନ ହେଇ ଖରାରେ ଦେଲେ ୟାକୁ ବି ଆପଣ ପୁରା ବର୍ଷ ତମାମ ରଖିପାରିବେ। ଏଇ ପୁରା ଦେଖୁନାହାନ୍ତି, ସେ ଅଳ୍ପ ଆମ୍ବସଡ଼ାରେ ମୁଁ ଟିକେ ଲୁଣ ବି ଗୋଳେଇଲି। ଆପଣଙ୍କୁ ଯାହା ଭଲ ଲାଗିବ ଆପଣଙ୍କ ରୁଚି ଅନୁସାରେ କରିବେ। ଏଇଠି ବୋହୂ ମାଗିଲା ଟିକେ ଚାଖିବାକୁ ଦେଲି, ସେ ବି କହିଲା ଭଲ ଲାଗୁଛି ବୋଲି। ତେଣୁ ଆପଣମାନେ କରିବେ, ଦେଖିବେ। ଏଇଟା ଦିନକର କଥା ନୁହେଁ, ଅତି କମରେ 10-15 ଦିନ ସମୟ ଦେଲେ ଯାଇ ଆପଣ ଗୋଟେ ଆମ୍ବସଡ଼ାର ମଜା ପାଇବେ।